ଯେଉଁ କର୍ମରେ ନିଜର ପେଟ ପୋଷୁଛି ତାକୁ କେବେ ନିନ୍ଦିବ ନାହିଁ। ସମୟ ଆଜି ଖରାପ ଅଛି, କାଲି ନିଶ୍ଚିତ ବଦଳିଯିବ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ମାର୍ଚ୍ଚ ମାସ 15 ତାରିଖ, ଓଡ଼ିଆ ଚୈତ୍ର ମାସ ପ୍ରଥମ ଦିନ, ରବିବାର, କୃଷ୍ଣ ପକ୍ଷ ଏକାଦଶୀ ତିଥି, ଯାହା ଦିବା 7:58 ପର୍ଯ୍ୟନ୍ତ ରହୁଛି। ତାପରେ ଦ୍ୱାଦଶୀ ତିଥି ଆରମ୍ଭ ହେଉଛି। ଆଜି ଶ୍ରାବଣ ନକ୍ଷତ୍ର, ଯାହା ଶେଷ ରାତ୍ରି 5:11 ପର୍ଯ୍ୟନ୍ତ ରହୁଛି। ତାପରେ ଧନିଷ୍ଠା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମକର ରାଶିରେ ଚନ୍ଦ୍ର ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:56 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:51। ଆଜି ଯୁଗ୍ନି ରହିଛି ଅଗ୍ନି କୋଣରେ ଦିବା 7:58 ପରେ ଯୁଗ୍ନି ନୈಋତ୍ୟ କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ସିଂହ ରାଶ ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମେଷ ରାଶ ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଏକ ପାଦ ପୁଷ୍କର ଦୋଷ, ଯାହା ଦିବା 7:58 ପର୍ଯ୍ୟନ୍ତ। ତାପରେ 2 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି କୃଷି ସନ୍ତାନ ହାନି, ତତ୍ସହିତ ପଶୁ ହାନି। ଆଜି ଦ୍ୱାଦଶୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ଶିମ୍ବ, ତତ୍ସହିତ ପୋଇ ଏବଂ ରବିବାର ଯୋଗୁଁ ଆମିଷ, ବିରି, ମସୁରୀ, ଅଦା, ନିମ, ଦୁଗ୍ଧ ଜାତୀୟ ଖାଦ୍ୟ ଭୋଜନ ନିଷେଧ ରହିଛି। ତେବେ ଆଜି ଯାହାକି ହଳ ମଧ୍ୟ ନିଷେଧ ରହିଛି। ଆଜି ହେଉଛି ମୀନ ସଂକ୍ରାନ୍ତି। ତେବେ ଆଜି ଯାହାକି ସୂର୍ଯ୍ୟୋଦୟରୁ ଦିବା 8:17 ମଧ୍ୟ ରହୁଛି ପୂର୍ଣ୍ଣକାଳ ସଂକ୍ରାନ୍ତି। ତେବେ ଏହି ସଂକ୍ରାନ୍ତିରେ ଆପଣମାନେ ସଂକ୍ରାନ୍ତିକୃତ ସ୍ନାନ, ଦାନ, ବ୍ରତ ଉପବାସ କରିବା ସହିତ ଆଜି ଆପଣମାନେ ବ୍ରହ୍ମାଣ୍ଡଙ୍କ ଦ୍ୱାରା ଯାହାକି ସଂକ୍ରାନ୍ତିକୃତ ଗ୍ରହ ପୂଜା କରିବା ସହିତ ହୋମ, ଦାନ ପ୍ରଭୃତି କରିପାରିବେ। ତତ୍ସହିତ ଆଜି ହେଉଛି ସର୍ବସହମତ ପାପମୋଚନୀ ଏକାଦଶୀ ଉପବାସ କରିବେ। ଆଜିର ଅଶୁଭ ବେଳା, ଯାହା ଦିବା 10:38 ଦିବା 1:46 ମଧ୍ୟ ରହିଛି ବାର ବେଳା ସହିତ କାଳ ବେଳା। ସେହିଭଳି ଦିବା 4:26 ସନ୍ଧ୍ୟା 5:56 ମଧ୍ୟ ରହିଛି, ଯାହାକି ରାହୁ କାଳ। ସେହିଭଳି ରାତ୍ରି 11:51 ରାତ୍ରି 1:25 ମଧ୍ୟ ରହିଛି କାଳରାତ୍ରି। ତେଣୁ କାଳରାତ୍ରି, ରାହୁ କାଳ, ବାର ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 9:56 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା 6:40 ରାତ୍ରି 9:03 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:26 ରାତ୍ରି 2:52 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ନିଜ ଇଚ୍ଛା ଅନୁସାରେ ପୂର୍ଣ୍ଣ କରିବାର ପୂର୍ଣ୍ଣ ଅନୁକୂଳ ଦିନ ହୋଇଛି। ଆପଣ ଯେତେ କଷ୍ଟ ପରିସ୍ଥିତି ଆସୁନା କାହିଁକି, ଆପଣ ସାହସ ସହକାରେ ଦୃଢ଼ ସଂକଳ୍ପ ରଖି କାର୍ଯ୍ୟ କରିବେ। ଆଜି ଆପଣଙ୍କର ଭାଗ୍ୟ ଉଦୟ ଯୁଗ ରହୁଛି। ମେଷ ରାଶି ବ୍ୟକ୍ତି ଆଜି ଯାହାକି ଚାକିରି ସମ୍ବନ୍ଧ କାର୍ଯ୍ୟରେ ଆପଣ ଅନେକ ସୁନାମ ଅର୍ଜନ କରିବେ। ତତ୍ସହିତ ନିଜର ଦକ୍ଷତା ବଳରେ ଅଧିକାରୀ ମାନେ ଆପଣଙ୍କୁ ପ୍ରଶଂସା କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଆଜି ମେଷ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆଗକୁ ବଢିବା ସହିତ ପ୍ରତ୍ୟେକ କାର୍ଯ୍ୟରେ ଆପଣ ସଫଳତା ପାଇବେ। ଆଜି ମେଷ ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦକ୍ଷତା ବଢିବ। ତତ୍ସହିତ ଛାତ୍ରଛାତ୍ରୀ ମାନଙ୍କର ଆଜି ନିଶ୍ଚିତ କାର୍ଯ୍ୟ ସଫଳ ଯୁଗ ରହୁଛି। ତେବେ ମେଷ ରାଶି ବ୍ୟକ୍ତି
ଆଜି ଯୋଉମାନେ ପ୍ରେମ ଦୁନିଆରେ ଅଛନ୍ତି ସେମାନଙ୍କ ପାଇଁ ଆଜି ଏକ ନୂତନ ବନ୍ଧୁର ସୁଯୋଗ ରହୁଛି। ପ୍ରେମ ସୁଯୋଗ କ୍ଷେତ୍ରରେ ଯାହାକି ଭଲ ସମ୍ବନ୍ଧ ରହିବ। ତେବେ ମେଷ ରାଶି ବ୍ୟକ୍ତି ଆଜି ଯୋଉମାନେ ପ୍ରେମ ଜଗତରେ ଜଡ଼ିତ ଅଛନ୍ତି ସେମାନେ ନିଶ୍ଚିତ ଏକ ଯାହାକି ସ୍ନେହ ଭରା କଥାବାର୍ତ୍ତା କରିପାରନ୍ତି। ତତ୍ସହିତ ଆଜି ମେଷ ରାଶି ବ୍ୟକ୍ତି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ମେଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ବେପାର ବାଣିଜ୍ୟରେ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୋଗ ରହୁଛି। ବେପାର ବାଣିଜ୍ୟରେ ଯେକୌଣସି ନିଷ୍ପତ୍ତି ନେବା ପାଇଁ ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ଶୁଭ ଯୋଗ ପରିସ୍ଥିତି ବନଉଛି। ତେବେ ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2। ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଦିନଟି ନିଜର ପ୍ରତ୍ୟେକ କାର୍ଯ୍ୟ ଏବଂ ବ୍ୟବହାରକୁ ନିଶ୍ଚିତ ଟିକେ କଣ୍ଟ୍ରୋଲ କରି କାର୍ଯ୍ୟ କରନ୍ତୁ। ଯାତ୍ରାରେ କିଛି ଦୂର ଯାତ୍ରା କରୁଛନ୍ତି ନିଶ୍ଚିତ ସାବଧାନ ହୋଇଯାଆନ୍ତୁ, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେଣୁ ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ସଚେତନ ସହକାରେ ବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଆଜି ବୃଷ ରାଶି ବ୍ୟକ୍ତି ଦୂରତା ଅବଲମ୍ବନ କରିଲେ ତାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ତେବେ ବୃଷ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ ତ ଆପଣଙ୍କର ନିମ୍ନଗାମୀ ରହୁଛି। ତତ୍ସହିତ ଆଜି ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକୁ ଆପଣ ଟିକେ ସତର୍କତା ସହିତ ଉପରସ୍ଥ କର୍ମଚାରୀଙ୍କ କଥା ଅନୁସାରେ କାର୍ଯ୍ୟ କରନ୍ତୁ, ନହେଲେ ଆପଣ ଉପରସ୍ଥ କର୍ମଚାରୀଙ୍କର କଟୁ କଥାରେ ପ୍ରଭାବିତ ହୋଇପାରନ୍ତି ବା ଗାଳି ଶୁଣିବାର ଅନେକ ଚାନ୍ସ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ନିଜର ଯାହାକି ଆଜି ଟିକେ ଦୂରତା ଅବଲମ୍ବନ କରନ୍ତୁ, ତାହା ଆପଣଙ୍କ ପାଇଁ ଭଲ ହେବ। ତେବେ ବୃଷ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ଜଗତରେ ଅଛନ୍ତି ନିଶ୍ଚିତ ଯୁକ୍ତିତର୍କ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଆତ୍ମସଂଯମତା ରକ୍ଷା କରନ୍ତୁ। କଥାବାର୍ତ୍ତା ବେଳେ କିଛି ସମୟ ଯଦି ଚୁପ୍ ରହିବେ ବା ଆଦୌ ଯୁକ୍ତି ନ କରିଲେ ଆପଣଙ୍କ ପାଇଁ ଭଲ ହେବେ। ନୂତନ ପ୍ରେମ ବାର୍ତ୍ତାଳାପ ପାଇଁ ଆଜି ଉତ୍ତମ ଯୁଗ ହୋଇ ନପାରେ। ବନ୍ଧୁବର୍ଗ ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରନ୍ତୁ, କାରଣ ଆଜି ଆପଣଙ୍କର ସମ୍ବନ୍ଧ ଟିକେ ବିଗିଡିବାର ଚାନ୍ସ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ନିଶ୍ଚିତ ଭଲ ସୁଯୋଗ ରହୁଛି। ବେପାର ବାଣିଜ୍ୟରେ ଆପଣ ଟିକେ ଯଦି ନିଜର ବୁଦ୍ଧି ପ୍ରୟୋଗ କରି ବେପାର ବାଣିଜ୍ୟ କରିବେ ଲାଭ ପାଇବେ, କିନ୍ତୁ ସତର୍କତା ନିହାତି ଆବଶ୍ୟକତା ରହିଛି। ତେବେ ବୃଷ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସାବଧାନ ରହିବାର ଆବଶ୍ୟକତା ରହିଛି। ସ୍ୱାସ୍ଥ୍ୟ ଆପଣଙ୍କର ଅନେକ ପ୍ରକାର ଖରାପ ହବାର ଅନେକ ଚାନ୍ସ ରହୁଛି। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ନିଶ୍ଚିତ ଆଜି ଟିକେ ସାବଧାନ ହୋଇଯାଆନ୍ତୁ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 50% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ନିଜର ଲକ୍ଷ୍ୟ ସ୍ଥଳେ ପହଞ୍ଚିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଯେକୌଣସି ଉପଯୁକ୍ତ ନିଷ୍ପତ୍ତି ନେବା ପାଇଁ ଆପଣ ଟିକେ ଧ୍ୟାନ ସହକାରେ ରୁହନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଭଲ ଭାବେ ଯାହାକି ଚିନ୍ତା କରି ନିଷ୍ପତ୍ତି ନିଅନ୍ତୁ, ନହେଲେ ଆଜି ନିଷ୍ପତ୍ତି ନ ନେଲେ ଆପଣଙ୍କ ପାଇଁ ଭଲ ହେବ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ଚାକିରି ସମ୍ବନ୍ଧ କ୍ଷେତ୍ର ଏବଂ ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର ଅତିରିକ୍ତ ଚାପ ବଢିବ, ଯାହା ପାଇଁ ଆପଣ ଅନେକ ସମସ୍ୟା ଦେଇ ଗତି କରିପାରନ୍ତି। ତେଣୁ ସଠିକ ଆପଣ ନିଷ୍ପତ୍ତି ବା ନିଜର କାର୍ଯ୍ୟ ପାଇଁ ଟିକେ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଟିକେ ଆପଣ ପ୍ରବଚନ କିମ୍ବା ସଙ୍ଗୀତ ଶୁଣନ୍ତୁ, ଆପଣଙ୍କର କାର୍ଯ୍ୟଶୈଳୀ ଠିକ ଭାବେ ଚାଲିବ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଜଡ଼ିତ ଅଛନ୍ତି ନିଜର ସାଥୀଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ। କୌଣସି ଯୁକ୍ତିତର୍କ କରନ୍ତୁ ନାହିଁ। ଆବଶ୍ୟକତା ସ୍ଥଳେ ସତର୍କତା ନିହାତି ଅବଲମ୍ବନ କରିବାର ଆବଶ୍ୟକତା ରହିଛି, ନହେଲେ ଆପଣଙ୍କର ପ୍ରେମ ସମ୍ବନ୍ଧରେ ଫାଟ ଯୁକ୍ତ ରହିପାରେ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ନିଶ୍ଚିତ ଟିକେ ସ୍ଥିର ରୁହନ୍ତି। ତତ୍ସହିତ ଛାତ୍ରଛାତ୍ରୀ ମାନେ ନିଜର ପାଠ ପଢା ପ୍ରତି ଅବହେଳା ଯୁକ୍ତ ରହିପାରନ୍ତି, ଏହା ପ୍ରତି ସଚେତନ ରୁହନ୍ତୁ।
ମିଥୁନ ରାଶି ବ୍ୟକ୍ତି ଆଜି ଅର୍ଥଜନିତ କାରବାରରେ ଆପଣ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ନୂତନ ବେପାର ବାଣିଜ୍ୟ ପାଇଁ ଆଦୌ ଦିନଟି ଆଜି ଭଲ ହୋଇ ନପାରେ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଜଙ୍ଘ ଜନିତ କିଛି ଯନ୍ତ୍ରଣା ଯଦି ଥିବ ଆଜି ନିଶ୍ଚିତ ସାବଧାନ ହୋଇଯାଆନ୍ତୁ, କାରଣ ଆଜି ତାହା ପୁନରାବୃତ୍ତି ହବାର ଅନେକ ଚାନ୍ସ ରହୁଛି। ତେବେ ମିଥୁନ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଉଦୟ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ସମସ୍ତ କାର୍ଯ୍ୟ କ୍ଷେତ୍ରରେ ଆପଣ ସଫଳତା ପାଇବେ। ନିଜର ଦକ୍ଷତା ବଳରେ ସମସ୍ତ କାର୍ଯ୍ୟ ହାସଲ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ପୂର୍ବରୁ ଅଟକି ଯାଇଥିବା କର୍କଟ ରାଶି ବ୍ୟକ୍ତିଙ୍କର କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ ହବାର ଅନେକ ଚାନ୍ସ ରହୁଛି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ନିଜର କର୍ମ କ୍ଷେତ୍ରରେ ଯାହାକି ଚାକିରି ସମ୍ବନ୍ଧ କ୍ଷେତ୍ରରେ ଆପଣ ସଫଳତା, ଉପରସ୍ଥ କର୍ମଚାରୀଙ୍କ ଭଲ ସମ୍ପର୍କ ରହିବ, ପ୍ରଶଂସା ପାଇବାର ଯୋଗ୍ୟ ବନିଯିବେ। ତତ୍ସହିତ ଆଜି ସମସ୍ତ କାର୍ଯ୍ୟରେ ଆପଣ ସଫଳତା ହାସଲ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଯାହାକି କର୍କଟ ରାଶି ବ୍ୟକ୍ତି ଅନେକ ଯାହାକି ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଜି ଆପଣଙ୍କର ଭାଗ୍ୟ ଉଦୟ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି କର୍କଟ ରାଶି ବ୍ୟକ୍ତି ନୂତନ ପ୍ରେମର ବାର୍ତ୍ତାଳାପ ପାଇଁ ଆଜି ଉତ୍ତମ ଯୁଗ ରହୁଛି। ତତ୍ସହିତ ଆଜି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ମଧୁର ବାର୍ତ୍ତାଳାପ କରିବାର ସୁଯୋଗ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ପରିବାର ବର୍ଗ, ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ। ପୂର୍ବରୁ ଯଦି କିଛି ସମସ୍ୟା ଥିବ ଆଜି ସମାଧାନ ହବାର ଏକ ଉତ୍ତମ ରାସ୍ତା ବନି ଯାଇପାରେ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଯାହାକି ଭାଗ୍ୟ ଉତ୍ତମ ଯୁଗ ରହୁଛି, ତେଣୁ ବେପାର ବାଣିଜ୍ୟରେ ଯେକୌଣସି ବେପାର ବାଣିଜ୍ୟରେ ଆଜି ଲାଭ ପ୍ରାପ୍ତ କରିବାର ଉତ୍ତମ ସୁଯୋଗ ରହୁଛି। ତତ୍ସହିତ ଆଜି ବେପାର ବାଣିଜ୍ୟରେ ଯାହାକି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଶୁଭ ଯୁଗ ରହୁଛି। ତତ୍ସହିତ ଆଜି ପୂର୍ବରୁ କରିଥିବା ପରିଶ୍ରମର ଫଳ ପ୍ରାପ୍ତ କରିବାର ଆଜି ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଅର୍ଥ ମଧ୍ୟ ସଞ୍ଚୟ କରିପାରନ୍ତି କର୍କଟ ରାଶି ବ୍ୟକ୍ତି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ଯାହାକି ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଏକ ସଫଳତାର ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗ୍ରହମାନେ ଆପଣଙ୍କୁ ଆଜି ଶୁଭ ଦୃଷ୍ଟିରେ ଦେଖୁଥିବାରୁ ଯେକୌଣସି କାର୍ଯ୍ୟ କରିବେ ସଫଳତା ନିଶ୍ଚିତ ପାଇବା ସହିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ଉତ୍ତମ ଯୁଗ ରହୁଛି। ତେବେ ସିଂହ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବ ଏବଂ ଅତି ସହଜରେ କାର୍ଯ୍ୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି କଷ୍ଟ କାର୍ଯ୍ୟ ଗୁଡିକ। ତେବେ ଆଜି ସିଂହ ରାଶି ବ୍ୟକ୍ତି ନିଜର ଅଫିସ ଜନିତ କାର୍ଯ୍ୟରେ ନିଜର ଦକ୍ଷତା ଅର୍ଜନ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ପ୍ରଶଂସା ପାଇପାରନ୍ତି। ତତ୍ସହିତ ସିଂହ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ଅନେକ ପ୍ରକାର ଯାହାକି ଆପଣଙ୍କର ଭାଗ୍ୟ ଉଦୟ ଯୁଗ ରହୁଛି, ନିଜର ଦକ୍ଷତା ବୃଦ୍ଧି କରିବେ। ତତ୍ସହିତ ଆଜି ଯାହାକି ଅନେକ କ୍ଷେତ୍ରରେ ପ୍ରଶଂସା ପାଇପାରନ୍ତି ରାଜନୈତିକ କ୍ଷେତ୍ରରେ। ତେବେ ଆଜି ସିଂହ ରାଶି ବ୍ୟକ୍ତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉତ୍ତମ ସୁଯୋଗ ରହୁଛି। ଗ୍ରହମାନେ ଆପଣଙ୍କୁ ଶୁଭ ଦୃଷ୍ଟିରେ ଦେଖିଥିବାରୁ ଆପଣ ଯେକୌଣସି ପାଠ ପଢାରେ ନିଶ୍ଚିତ କୃତ କାର୍ଯ୍ୟ କରିବାର ଉତ୍ତମ ଯୁଗ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ଭଲ ବୁଝାମଣା ସହିତ ନିଜର ହୃଦୟର କିଛି କଥାବାର୍ତ୍ତା କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଗ୍ରହମାନେ ଆଜି ଆପଣଙ୍କୁ ଶୁଭ ଦୃଷ୍ଟିରେ ଦେଖୁଛନ୍ତି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଯାହାକି ପରିବାର ବର୍ଗ ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ସହିତ ଭଲ ସମ୍ବନ୍ଧ ରହିବ, ମଧୁର ବାର୍ତ୍ତାଳାପର ଉତ୍ତମ ଯୁଗ ରହୁଛି। ତତ୍ସହିତ ଆଜି ସିଂହ ରାଶି ବ୍ୟକ୍ତି ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବାର ଅନେକ ଚାନ୍ସ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତି
आज अर्थजनित कारोबार आपण अनेक प्रकार लाभ प्राप्त करिवार उत्तम सुजोग रहुछि। तत्सहित सिंह राशि व्यक्ति व्यापार वाणिज्य जेकोसी निष्पत्ति नवा पई ग्रह माने आपनको शुभजुग परिस्थिति बनाउछि। तेबे सिंह राशि व्यक्ति पूर्वरु करिथिबा परिश्रमर आज अनेक प्रकार लाभ पाइबार सुजोग रहुछि। तेबे सिंह राशि व्यक्ति आज जहाँकि आपणकर अर्थजनित किछि संचय करिवार पूर्ण सुजोग रहुछि। आज सिंह राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे, कौनसी स्वास्थ्य समस्या रहिबो नाही जहा आपणक भाग्य चक्ररु जणा पडुछि। तेबे पूर्वरु जदि किछि स्वास्थ्य समस्या थिबो ताहा आज निश्चित समाधान होबार अनेक चांस रहुछि। आज सिंह राशि व्यक्तिंकर भाग्य संख्या रहिछि जहा कि 3, भाग्य रंग आपण हळदिया रंग व्यवहार करि परिबे एवं ग्रह माने आपण को आज 98% साथ दउछन्ती। एबे चलंतु जानिबा कन्या राशि व्यक्तिंक विषय। कन्या राशि व्यक्ति आज दिनटी आपण को निश्चित टिके सावधान रहिबार पड़िबो। कौनसी कार्य आपण को अतिरिक्त चाप देव, मानसिक स्तर रे आपण अस्थिर होई पारंती। तत्सहित आज कन्या राशि व्यक्ति गुरुत्वपूर्ण निष्पत्ति ठारू दूरता अवलंबन करंतु। ग्रह माने आज आपण को अशुभ दृष्टि देखुचंती। विशेष करी निजर चाकरी क्षेत्र रे अनेक चाप बढ़िबो, कार्य व्यस्तता रही पारंती, दायित्व संभाळिबा भारी कष्टकर, मानसिक अस्थिरता आसी पारे। तेणु कन्या राशि व्यक्ति यहा प्रति निश्चित सावधान रुहंतु। आवश्यक स्थले आपण टिके भजन, प्रवचन किंबा संगीत शुणंतु जहाँकि मानसिक शांति मिलिबो एवं कार्य करिबा पई उत्साह बढ़िबो। तेबे कन्या राशि व्यक्ति आज राजनीतिक सामाजिक क्षेत्र रे स्थिरता अवलंबन करंतु। शिक्षार्थी विद्यार्थी माने निजर पाठ पढ़ारे अवहेला युक्त रही पारंती। तेणु यहा प्रति निश्चित सचेतन रहिले ताहा आपणक पई भलो हेबे। तेबे कन्या राशि व्यक्ति आज प्रेम दुनिया रे जो माने जड़ित अछंती मधुर संपर्क भितरे किछि फाट सृष्टि होई पारे। निज भितर मनांतर जुग रहुछि। तेणु आवश्यक स्थले निज भितर केमिति संपर्क भलो रहिबो। तेणु युक्ति तर्क ठारू दूरता अवलंबन करिले भलो रहिबो। तत्सहित नूतन प्रेम वार्तालाप पई आज उत्तम जुग नुहे। आज कन्या राशि व्यक्तिंकर परिवार वर्ग, बंधु वर्गक सहित किछि मनांतर बा किछि युक्ति तर्क अशांति परिवेश सृष्टि होई पारे। तेणु यहा प्रति निश्चित सचेतन रहिले दिनटी अति सुखमय परिवेश रे कटिबो। आज कन्या राशि व्यक्ति अर्थजनित कारोबार आपण टिके सावधान रुहंतु। व्यापार वाणिज्य रे निजर गुटी चालना करिवार लक्ष्य बा निजको स्थिरता सहकारे व्यापार वाणिज्य करिले तेबे जाई लाभ पाइबे, नहले अनावश्यक रे आपण क्षति सहिबाकू पड़ी पारे। तेणु अर्थजनित कारोबार रे आपण टिके सावधान रुहंतु। अनावश्यक खर्च को नियंत्रण करंतु जहा आपणक पई भलो हेबे। तेबे कन्या राशि व्यक्ति आज कौनसी व्यापार वाणिज्य निष्पत्ति नियंतु नाही। आज कन्या राशि व्यक्ति स्वास्थ्यगत दृष्टि देखिले विशेष करी पिला मानक बा परिवार वर्गंकर स्वास्थ्य नै आपण अधिक चिंतित रही पारंती बा तांको पई किछि अर्थ आपणकर क्षय होबार अनेक चांस रहुछि जहा पई आपण मानसिक स्तर रे अस्थिर होई पारंती, जहा आपणक भाग्य चक्र रु जणा पडुछि। आज कन्या राशि व्यक्तिंकर भाग्य संख्या रहिछि जहा कि 1, भाग्य रंग आपण नाली रंग व्यवहार करि परिबे एवं ग्रह माने आपण को आज 40% साथ दउचंती। एबे चलंतु जानिबा तुला राशि व्यक्ति को विषय। तुला राशि व्यक्ति आज मनरे अनेक चंचलता आसीबो। प्रत्येक कार्य आपण धैर्य रखिबा को पड़िबो, कारण आज धैर्य हरा होबार अनेक चांस रहउची जहा कि मनरे समस्त कार्य स्थिरता आसीबा पई आपण को दृढ़ संकल्प बा किछि संगीत प्रवचन किंबा मंदिर परिदर्शन करिले एथि स्थिरता आसी पारे। तेबे आज तुला राशि व्यक्ति ऑफिस जनित कार्य रे आपण को कार्य करिबा आज भारी कष्टकर, जहा पई मानसिक चिंता निज भितरे अस्थिरता देखा देई पारे। उपरस्थ कर्मचारींकर गाली सुनिबार अनेक चांस रहुछि। तेणु आवश्यक स्थले उपरस्थ कर्मचारी कथा अनुसार कार्य करंतु। कौनसी निज इच्छा रे कार्य करंतु नाही, नहले परवर्ती स्टेप रे आपण को अनेक महंगा पड़ी पारे। तेबे तुला राशि व्यक्ति आज आपण जहा कि ऑफिस जनित अर्थात आपण शिक्षा क्षेत्र एवं राजनीतिक क्षेत्र रे स्थिरता रखंतु, कारण आपणकर भाग्य ग्रह निम्नगामी रहुछि। तेबे तुला राशि व्यक्ति आज प्रेम दुनिया रे जो माने जड़ित अछंती
ଭାବ ପ୍ରବଣତା ଠାରୁ ଦୂରତା ଅବଲମ୍ବନ କରନ୍ତୁ। ବିଶେଷ କରି ପ୍ରେମ ଜଗତରେ ଯୋଉମାନେ ଅଛନ୍ତି, ସ୍ୱାମୀ ସ୍ତ୍ରୀ ବା ନୂତନ ପ୍ରେମ କରି ଯୋଉମାନେ ଜଡ଼ିତ ଅଛନ୍ତି, ଆଜି ନିଜର କଥାବାର୍ତ୍ତାକୁ ସଂଯମତା ରକ୍ଷା କରନ୍ତୁ। ନିଜ ଭିତରେ ଶାନ୍ତି ପରିବେଶ ସୃଷ୍ଟି କରନ୍ତୁ, କାରଣ ଅନେକ ସମ୍ପର୍କ ଛିନ୍ନ ହବାର ରହୁଛି ଯୁଗ। ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ତତ୍ସହିତ ପରିବାର ବର୍ଗ, ବନ୍ଧୁବର୍ଗଙ୍କ ସହିତ ନିଜର କଥାବାର୍ତ୍ତାକୁ ସଂଯମତା ନିହାତି ଆବଶ୍ୟକତା ରହିଛି। ଆଜି ତୁଳା ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆର୍ଥିକ ସ୍ଥିତି ଭଲ ନାହିଁ। ତେଣୁ ଅନାବଶ୍ୟକ ଖର୍ଚ୍ଚ ଠାରୁ ନିଜକୁ ଦୂରତା ଅବଲମ୍ବନ କରିବା ସହିତ ବେପାର ବାଣିଜ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ତତ୍ସହିତ ଆଜି ବେପାର ବାଣିଜ୍ୟ ହାତେ ମାପି ଚାଖଣ୍ଡେ ହିସାବରେ କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ତୁଳା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ବିଶେଷ କରି ଆପଣଙ୍କର ମାଙ୍କର ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ, ତା ପାଇଁ ଆପଣ ଅଧିକ ଚିନ୍ତିତ ହୋଇପାରନ୍ତି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8। ଭାଗ୍ୟ ରଙ୍ଗ ଆପଣଙ୍କର ଯାହାକି ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 50% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ସବୁଠାରୁ ସଫଳତା ଦିନ ବୋଲି ବିବେଚନା କଲେ ଅତ୍ୟୁକ୍ତି ହେବ ନାହିଁ। ଆପଣ ବହୁତ ଖୁସି ଅନୁଭବ କରିବେ। ପ୍ରତ୍ୟେକ କାର୍ଯ୍ୟକଳାପ ଆପଣ ସହଜରେ ଯାହାକି ପୂର୍ଣ୍ଣ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ବହୁତ ଉଚ୍ଚ ସ୍ତରକୁ ଯାଇପାରନ୍ତି। ତତ୍ସହିତ ଆପଣଙ୍କର ଆତ୍ମଶକ୍ତି ବୃଦ୍ଧି ହୋଇପାରେ। ଯେକୌଣସି ପୂର୍ବରୁ କାର୍ଯ୍ୟ ଅଟକିଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତେବେ ଆଜି ବିଛା ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ନିଶ୍ଚିତ ପ୍ରଗତିଶୀଳ ରହିବେ। ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟକୌଶଳ ଦେଖି ନିଶ୍ଚିତ ସହକର୍ମୀ ଏବଂ ଆପଣଙ୍କର ସହଯୋଗୀ ତତ୍ସହିତ ପରିବାର ବର୍ଗ ଏବଂ ଆପଣଙ୍କ ଉପରସ୍ଥ କର୍ମଚାରୀ ଆପଣଙ୍କ ଉପରେ ନିଶ୍ଚିତ ପ୍ରଶଂସା ପାଇବାର ଯୋଗ୍ୟ ବନିଯାଇ ପାରନ୍ତି ବିଛା ରାଶି ବ୍ୟକ୍ତି। ତେବେ ବିଛା ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବାର ଉତ୍ତମ ଯୁଗ ରହୁଛି। ତତ୍ସହିତ ବିଛା ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଉତ୍ତମ ଭାଗ୍ୟ ଯୁଗ ରହୁଛି। ଗ୍ରହମାନେ ଆପଣଙ୍କୁ ଶୁଭ ଦୃଷ୍ଟିରେ ଦେଖୁଛନ୍ତି। ତେବେ ବିଛା ରାଶି ବ୍ୟକ୍ତି ଆଜି ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଗ୍ରହମାନେ ଆପଣଙ୍କୁ ଶୁଭ ଯୁଗ ବନଉଛନ୍ତି। ତତ୍ସହିତ ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି, ସେମାନଙ୍କର ଆଜି ନିଶ୍ଚିତ ଭାଗ୍ୟ ଯାହାକି ଶୁଭ ଯୁଗ ପରିସ୍ଥିତି ବା ମଧୁର ବାର୍ତ୍ତାଳାପ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ବିଛା ରାଶି ବ୍ୟକ୍ତିଙ୍କ ଭାଗ୍ୟ ରାଶିରୁ ଜଣାପଡୁଛି। ତେବେ ବିଛା ରାଶି ବ୍ୟକ୍ତି ଆଜି ଯେଉଁମାନେ ନୂତନ କରି ବିବାହ କରିଥିବା ବା ନୂଆ କରି ବିବାହ କରିଥିବେ, ସେମାନଙ୍କର ଆଜି ମଧୁର ସମ୍ପର୍କ ରହିବ, ଯାହାକି ନିଜ ଭିତରେ ଭଲ କଥାବାର୍ତ୍ତା କରିପାରନ୍ତି। ତତ୍ସହିତ ଆଜି ବିଛା ରାଶି ବ୍ୟକ୍ତି ପରିବାର ବର୍ଗ ଏବଂ ନିଜର ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ବିଛା ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ଆଜି ପୂର୍ବରୁ କରିଥିବା ବିଛା ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କ୍ଷେତ୍ରରେ ଯାହାକି ପରିଶ୍ରମର ଫଳ ପାଇବେ। ତତ୍ସହିତ ବିଛା ରାଶି ବ୍ୟକ୍ତି ଆଜି ଅର୍ଥ ସଞ୍ଚୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ବିଛା ରାଶି ବ୍ୟକ୍ତି ଯାହାକି ଆପଣଙ୍କର ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ସୁଯୋଗ ରହୁଛି ଏବଂ ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଗ୍ରହମାନେ ଆପଣଙ୍କୁ ଉତ୍ତମ ଯୁଗ ବନଉଛି। ତେବେ ବିଛା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ, ତେବେ ଆଜି ସମ୍ପୂର୍ଣ୍ଣ ଭଲ ହବାର ଅନେକ ଚାନ୍ସ ରହୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଯାହାକି ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟ କ୍ଷେତ୍ରରେ ଆପଣ ନିଶ୍ଚିତ ଟିକେ ନିଜକୁ କଣ୍ଟ୍ରୋଲ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବେ। ତେବେ ଯେକୌଣସି କାର୍ଯ୍ୟ କରୁଛନ୍ତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରନ୍ତୁ। ନିଜର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ତତ୍ସହିତ ଆପଣ ନିଜର କଥାବାର୍ତ୍ତାକୁ ସଂଯମତା ରକ୍ଷା କରନ୍ତୁ। କୌଣସି କାହା ଉପରେ ଆଜି ବିଶ୍ୱାସ ନ କରନ୍ତୁ, ଭଲ ରହିବ। ତତ୍ସହିତ ଆଜି ଧନୁ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ ଅବହେଳା ଯୁକ୍ତ ରହିପାରେ।
तत्सहित ऑफिस जनित कार्य आपणकर किछि कार्य त्रुटि होई पारे, तत्सहित किछि कार्य अतिरिक्त बढ़ी पारे किंबा कार्य किछि परिवर्तन होबार चांस रहउछि। तेणु दायित्व गुडी को जो रखिचंती बा धनुराशि व्यक्ति यहाँ प्रति निश्चित सतर्कता अवलंबन करंतु। तेबे धनुराशि व्यक्ति आज राजनैतिक एवं सामाजिक क्षेत्र में कार्य करुथिबा व्यक्ति माने सतर्कता निहाती आवश्यकता रही। शिक्षार्थी विद्यार्थी माने निजर पाठ पढ़ारे अवहेलायुक्त रहुचंती, तेणु यह प्रति सचेतन रुहंती। तेबे धनुराशि व्यक्ति आज प्रेम दुनिया रे जो माने जड़ित अछंती टिके सावधान रुहंतु। छोट मोट आज झगड़ा होई पारे, मनांतर होई पारे, आवश्यक स्थले चुप रुहंतु। आपणकर प्रेम संबंध किछि खराब रहिबो नाही। तेबे धनुराशि व्यक्ति आज नूतन प्रेम वार्तालाप पई भल दिन होई न पारे। तत्सहित आज धनुराशि व्यक्ति परिवार वर्ग एवं बंधु वर्गों सहित भल संबंध रखंतु, कारण आज किछि मात्रा अशांति परिवेश सृष्टि होई पारे। तेणु यह प्रति धनुराशि व्यक्ति सचेतन रुहंतु। आज धनुराशि व्यक्ति व्यापार वाणिज्य आशा ठारू अधिक लाभ प्राप्त करि पारबे नाही, बरं क्षति सहिबाकू पड़ी पारे। तेणु अर्थजनित कारोबार रे आपण सावधान रुहंतु। तत्सहित आज अनावश्यक खर्च ठारू निजकू निश्चित ध्यान दबार आवश्यकता रही। धनुराशि व्यक्ति आज धनुराशि व्यक्ति स्वास्थ्य समस्या बढ़ी पारे। पूर्वर जदि किछि गुड़जनित समस्या थिबो धनुराशि व्यक्ति, तेबे आज ताहा वृद्धि होबार अनेक चांस रहुछि। आज धनुराशि व्यक्तिंकर भाग्य संख्या रही जहा कि 4, भाग्य रंग आपण नील रंग व्यवहार करि परिबे एवं ग्रह माने आपण को आज 45% साथ दउछंती। एबे चलंतु जानिबा मकर राशि व्यक्ति विषय। मकर राशि व्यक्ति आज आपणकर भाग्य ग्रह पूर्ण शुभ जुग रहुछि। किछि नूतन कार्य करिवार आज शुभ जुग रहुछि। निजर कार्य क्षेत्र रे दक्षता वृद्धि करिवो। उपरस्थ कर्मचारी विशेष करी कार्य क्षेत्र रे आपण पूर्वरु जदि समस्या थिबो आज समाधान हेबो एवं निश्चित कार्य कौशल देखि परिवार वर्ग बंधु वर्ग तत्सहित आपण को उपरस्थ कर्मचारी सहयोगी आपण को निश्चित प्रशंसा करि पारंती मकर राशि व्यक्ति। आज मकर राशि व्यक्ति दैनंदिन कार्य रे आगो को बढ़िबा सहित ग्रह माने आपण को शुभ दृष्टि देखुथिबारु समस्त कार्य आपणकर सुरक्षित हेबो। आज मकर राशि व्यक्ति राजनीतिक सामाजिक क्षेत्र रे निश्चित आपणकर कार्य दक्षता वृद्धि करिबा सहित प्रशंसा पाइबार पूर्ण सुयोग रहुछि। तत्सहित मकर राशि व्यक्ति आज जहा कि आपणकर शिक्षार्थी विद्यार्थी मानकर उत्तम जुग रहुछि। तत्सहित मकर राशि व्यक्ति जो माने नूतन प्रेम वार्तालाप करिबा पई इच्छा करूछंती आज शुभ जुग होई पारे। आज मकर राशि व्यक्तिंकर जहा कि प्रेम दुनिया रे जो माने जड़ित अछंती आज आपणकर भाव प्रवणता अधिक देखा दे पारे। निज भितरे किछि गुरुत्वपूर्ण निष्पत्ति नै पारंती। तत्सहित मकर राशि व्यक्ति आज परिवार वर्ग बंधु वर्ग सहित भल संबंध रहिबो जहा आपणक भाग्य चक्र रु जणा पड़ुछि। तेबे आज मकर राशि व्यक्ति अर्थजनित क्षेत्र रे आपण अनेक लाभ प्राप्त करिवार पूर्ण सुयोग रहुछि। अर्थजनित जेकोसी निष्पत्ति नबा पई ग्रह माने आपणक शुभ जुग परिस्थिति बनौछंती। तत्सहित मकर राशि व्यक्ति आज जहा कि व्यापार क्षेत्र रे तो लाभ पाइबा सहित अर्थ मत संचय करिवार पूर्ण सुयोग रहुछि। आज मकर राशि व्यक्ति स्वास्थ्यगत दृष्टि देखिले पूर्वर जदि किछि स्वास्थ्य समस्या थिबो आज समाधान होबार चांस रहुछि एवं आज निश्चित किछि विश्राम अधिक पाइबार सुयोग रहुछि जहा आपणक भाग्य चक्र रु जणा पड़ुछि। तेबे मकर राशि व्यक्तिंकर आज भाग्य संख्या रहिछि जहा कि 2, भाग्य रंग आपण धूसर रंग व्यवहार करि परिबे एवं ग्रह माने आपण को आज 98% साथ दउछंती। एबे चलंतु जानिबा कुंभ राशि व्यक्ति विषय। कुंभ राशि व्यक्ति आज प्रत्येक कार्य को निश्चित सचेतन सहकारे करिवार आवश्यकता रहिछि, कारण आज आपणकर भाग्य ग्रह निम्नगामी रहुछि कुंभ राशि व्यक्तिंकर एवं कार्य विफलता जुग रहुछि। तेणु आज प्रत्येक कार्य को निश्चित सचेतन सहकारे करंतु। कार्य परिचालना करिबा कुंभ राशि व्यक्ति पक्षे टिके कष्टकर जुग रहुछि। तेबे कुंभ राशि व्यक्ति निजर कार्य रे चाप बढ़ी पारे। तेणु असुरक्षित भावना आसी पारे, मन रे नकारात्मक भावना जुग रहुछि। तेणु सदा बेले कुंभ राशि व्यक्ति प्रत्येक कार्य को सकारात्मक भावना रखी कार्य करंतु। आवश्यक स्थले आपण
ପ୍ରତ୍ୟେକ କାର୍ଯ୍ୟକୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ କିଛି କାର୍ଯ୍ୟରେ ସଫଳତା ପ୍ରାପ୍ତ କରିପାରନ୍ତି। ତେବେ କୁମ୍ଭ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତତ୍ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଆଜି କାର୍ଯ୍ୟ ପରିଚାଳନା କରିବା ଭାରି କଷ୍ଟକର। ଆଜି ମାନ ସମ୍ମାନ ହାନି ହବାର ଅନେକ ଚାନ୍ସ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ କୁମ୍ଭ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯୋଉମାନେ ପ୍ରେମ ଦୁନିଆରେ ଜଡ଼ିତ ଅଛନ୍ତି ନିଜର ପ୍ରେମ ସମ୍ବନ୍ଧ ଭଲ ରଖିବା ପାଇଁ ଚେଷ୍ଟା କରନ୍ତି। ନୂତନ ପ୍ରେମ ପାଇଁ ଆଜି ଭଲ ଦିନ ହୋଇନପାରେ। ତତ୍ସହିତ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କିଛି କଳହ ଯୁକ୍ତ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ କୁମ୍ଭ ରାଶି ବ୍ୟକ୍ତି ସଚେତନ ରହିବା ସହିତ ପରିବାର ବର୍ଗ ଏବଂ ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖିଲେ ତାହା ଆପଣଙ୍କ ପାଇଁ ଭଲ ହେବ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଅର୍ଥଜନିତ କାରବାରରେ ନିଶ୍ଚିତ ନିଜର ଅର୍ଥକୁ ସଚେତନ ସହକାରେ ପରିଚାଳନା କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ଅର୍ଥ ବା ବେପାର ବାଣିଜ୍ୟ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ନିଜର ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯଦି ଅଣ୍ଟା ଜନିତ ଯନ୍ତ୍ରଣା କିଛି ଥିବ ଆଜି ତାହା ପୁନରାବୃତ୍ତି ହବାର ଅନେକ ଚାନ୍ସ ରହୁଛି, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 50% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଏକ ସଫଳତାର ଦିନ ହୋଇପାରେ। ନିଜ ଇଚ୍ଛା ଅନୁସାରେ ପ୍ରତ୍ୟେକ କାର୍ଯ୍ୟ କରି ସଫଳତା ହବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ମୀନ ରାଶି ବ୍ୟକ୍ତି ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ଶୁଭ ଯୁଗରେ ଯାହାକି ଦେଖୁଛନ୍ତି, ତେଣୁ ଆଜି ମୀନ ରାଶି ବ୍ୟକ୍ତି ନିଜର ଦୈନନ୍ଦିନ କାର୍ଯ୍ୟରେ ନିଶ୍ଚିତ ଆଗକୁ ବଢିବା ସହିତ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ଆଜି ମୀନ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବା ସହିତ ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବେ। ତତ୍ସହିତ ଅଫିସ ଜନିତ କାର୍ଯ୍ୟରେ ଆପଣ ନିଶ୍ଚିତ ଉତ୍ସାହ ସହକାରେ କରିବେ। ପ୍ରଶଂସା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ମୀନ ରାଶି ବ୍ୟକ୍ତି ଆଜି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉତ୍ତମ ଯୁଗ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ତେବେ ମୀନ ରାଶି ବ୍ୟକ୍ତି ଆଜି ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ଶୁଭ ଯୁଗ ପରିସ୍ଥିତି ବନଉଛନ୍ତି। ତତ୍ସହିତ ମୀନ ରାଶି ବ୍ୟକ୍ତି ପୂର୍ବରୁ ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ଆଜି ମଧୁର କଥାବାର୍ତ୍ତା କରିବାର ପୂର୍ଣ୍ଣ ସୁଯୋଗ ରହୁଛି ବା କିଛି ଯାହାକି ସୁଖର ମୁହୂର୍ତ୍ତ ଆସିପାରେ। ତତ୍ସହିତ ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାମୀ ସ୍ତ୍ରୀଙ୍କ ସହିତ ଭଲ ସମ୍ବନ୍ଧ ରହିବା ସହିତ ପରିବାର ବର୍ଗ ବନ୍ଧୁବର୍ଗଙ୍କ ସହିତ ଭଲ କିଛି ମୁହୂର୍ତ୍ତ ଆପଣ କଟିବାର ସୁଯୋଗ ରହୁଛି। ତତ୍ସହିତ ଆଜି ମୀନ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ଶୁଭ ଯୁଗ ପରିସ୍ଥିତି ବନାଉଛନ୍ତି। ତତ୍ସହିତ ମୀନ ରାଶି ବ୍ୟକ୍ତି ଆପଣ ପୂର୍ବରୁ କରିଥିବା ପରିଶ୍ରମର ଫଳ ପ୍ରାପ୍ତ କରିବେ ଏବଂ ଅର୍ଥ ସଞ୍ଚୟ କରିବାର କିଛି ସୁଯୋଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ମାନସିକ ସ୍ଥିତି ମଧ୍ୟ ସମ୍ପୂର୍ଣ୍ଣ ଫିଟ୍, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ। ମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଓଁ ବିଷ୍ଣବେ ନମଃ। ନମସ୍କାର।